ହ୍ୟାଲୋ ସାଙ୍ଗମାନେ, ନମସ୍କାର। ତ ସାଙ୍ଗମାନେ ଏଇପରି ଯଦି କାର୍ଟୁନ ଭିଡ଼ିଓ ବନେଇବା ପାଇଁ ଚାହୁଁଛନ୍ତି ତ ଆପଣମାନେ ଆରାମସେ ବନେଇ ପାରିବେ। ତ ମାନେ ଆପଣଙ୍କୁ କିଛି ବି ଝଞ୍ଝଟ ମାନେ କରିବାକୁ ପଡ଼ିବନି। ବାସ୍ ଖାଲି ଆପଣ ସ୍କ୍ରିପ୍ଟ ମାନେ ଦେବେ, ସେଥିରେ ଆପେ ଆପେ ମାନେ ଆପଣଙ୍କର ମାନେ କାର୍ଟୁନ ଭିଡ଼ିଓ ଆରାମସେ ପୁରା ବନେଇଯିବ। ଏଇ ଟାଇପ୍ର ଯେମିତି ମାନେ କାର୍ଟୁନ ଭିଡ଼ିଓ ଆପଣମାନେ ଦେଖିଲେ। ତ ଏଇ ଟାଇପ୍ର କାର୍ଟୁନ ଭିଡ଼ିଓ ବନେଇବା ପାଇଁ ଆପ୍ସକୁ ବି ଯିବାକୁ ପଡ଼ିବନି। ଆପଣମାନେ କିଛିଟା ମାନେ ଆପଣ ସ୍କ୍ରିପ୍ଟ ସେଠି ପେଷ୍ଟ କରିବେ, ଆପଣଙ୍କର କାର୍ଟୁନ ଭିଡ଼ିଓ ଯେମିତି ଆପଣ ଚାହୁଁଛନ୍ତି ସେମିତି ପୁରା ସ୍କ୍ରିପ୍ଟ ଆପଣଙ୍କ ଆଗରେ ପୁରା କାର୍ଟୁନ ଭିଡ଼ିଓ ବନେଇକି ପୁରା ଆସିବ ପାରି। ତ ଭିଡ଼ିଓ ଷ୍ଟାର୍ଟ କରିବା ପୂର୍ବରୁ ଭିଡ଼ିଓଟି ଯଦି ଭଲ ଲାଗେ ଲାଇକ୍ କରିଦେବେ, ସେୟାର କରିଦେବେ, ସବସ୍କ୍ରାଇବ୍ କରିଦେବେ। ତ ସାଙ୍ଗ ଆପଣମାନଙ୍କର ChatGPT ମୋବାଇଲରେ ନାହିଁ ତ ସେ ମାନେ ନିହାତି ଦରକାର ହେବ, ତ ତାକୁ ଡାଉନଲୋଡ଼ କରିଦେବେ ପ୍ଲେ ଷ୍ଟୋରରୁ। ତ ଅଲରେଡ଼ି ମୁଁ ମାନେ ChatGPT ଅଲରେଡ଼ି ଡାଉନଲୋଡ଼ କରିକି ରଖିଛି। ତ ChatGPT ଆପଣମାନେ ବି ଡାଉନଲୋଡ଼ କରିକି ରଖିଥାନ୍ତୁ, ନଥିଲେ ବି ତାକୁ ଡାଉନଲୋଡ଼ କରିଦେବେ। ତ ଆକୁ ଅଲରେଡ଼ି ମୁଁ ଡାଉନଲୋଡ଼ କରିକି ରଖିଛି। ତ ଆର ମାନେ କାରଣ ହେଉଛି, ଡାଉନଲୋଡ଼ କରିବାର କାରଣ ହେଉଛି କି ଏଇଟାରେ ଆମେ ସ୍କ୍ରିପ୍ଟ ଲେଖିବା। ଯେମିତିକି ଆପଣ କାର୍ଟୁନ ଭିଡ଼ିଓ ବନେଇବା ପାଇଁ ଚାହୁଁଛନ୍ତି, ତାର ତ ଆମର ମାନେ ସ୍କ୍ରିପ୍ଟ ଦରକାର ନା। ତ ChatGPT ଆମର ନିହାତି ଦରକାର। ଜିପିଟି ଓପନ୍ କଲା ପରେ ଏଇଠି ଆମର ମାନେ ଯେଉଁ ଟାଇପ୍ର ଆମର ଷ୍ଟୋରି ଦରକାର, ତ ସେଇ ଟାଇପ୍ର ଆମର ଷ୍ଟୋରି ଲେଖିବା। ଯେମିତିକି ଗୋଟେ ମୁଁ ଅଲରେଡ଼ି ମାନେ ChatGPT କପି କରିକି ରଖିଛି। ତ ଇଏ ଗୋଟେ ମୁଁ ଗୋଟେ ଟେକ୍ସଟ ଗୋଟେ ଲେଖିକି ରଖିଥିଲି, ତ ତାକୁ ମୁଁ କପି କରିଦେବି ଏବେ। ତ ଆପଣଙ୍କର ଯେଉଁ ଟାଇପ୍ର ବି ଷ୍ଟୋରି ଦରକାର, ତ ସେଇ ଟାଇପ୍ର ଆପଣମାନେ ଏଇଠି ଲେଖିଦେବେ। ତାପରେ ସିଏ ଜେନେରେଟ୍ ଆପେ ଆପେ କରିଦେବ ଆପଣଙ୍କର ଯେଉଁ ଟାଇପ୍ର ଷ୍ଟୋରି। ତ ଏଇ ଟାଇପ୍ର ଆପଣ ବି ଏଇଠି ମାନେ ପେଷ୍ଟ କରିଦେବେ, ତାପରେ ସେଣ୍ଡ କରିଦେବେ। ତ ସେଣ୍ଡ କଲା ପରେ ଏଇଠି ଦେଖିପାରୁଥିବେ, ସେଣ୍ଡ କଲା ପରେ ସେଇ ଟାଇପ୍ର କିଛି ମାନେ ଲେଖିକି ପଠାଇବ। ତ ତାପରେ ଏଇଠି ଏଇ ଯେଉଁ ଆସିବ ପ୍ରମୋଟ, ତାପରେ ଲେଖିକି ପଠାଇଲା ପରେ ଆକୁ ଏଇଠି କପି କରିଦେବେ। ଆକୁ ଏଠି କପି କରିଦେଲେ। କପି କରିସାରିଲା ପରେ ତାପରେ ଆପଣ ତ ନିହାତି ମାନେ କ୍ରୋମ୍ ବ୍ରାଉଜର ଥିବ, ତ କ୍ରୋମ୍ ବ୍ରାଉଜରକୁ ଯିବା ଆମେ କାର୍ଟୁନ ଭିଡ଼ିଓ ବନେଇବା ପାଇଁ। ତ ଏଇଠି ଆମେ ଯିବା କାର୍ଟୁନ ଭିଡ଼ିଓ କେମିତି ବନେଇବା। ଏଇଠି ମାନେ ମେନ୍ ଟପିକ୍ ହେଉଛି ଏଇଠି। ତାପରେ ଏଠି ସର୍ଚ୍ଚକୁ ଯିବା। ସର୍ଚ୍ଚରେ ଏଠି ଲେଖିବା GURKAI। ଏଠି ଲେଖିଦେବା, ତାର ମାନେ ଲିଙ୍କ ଆସିଲା ଭାରି। ଏଇ ଲିଙ୍କ ଉପରେ ଆମେ କ୍ଲିକ୍ କରିବା। କ୍ଲିକ୍ କଲା ପରେ ଟିକେ ମାନେ ପ୍ରୋସେସିଂ ନେବ। ପ୍ରୋସେସିଂ ନେଇ ସାରିଲା ପରେ ଏଇଠି ଆପଣ ମାନେ ଲଗ୍ଇନ୍ କରିଦେବେ। ଅଲରେଡ଼ି ମୁଁ ମାନେ ଲଗ୍ଇନ୍ କରିଦେଇଛି। ତ ତାପରେ ଏଇଠି ଆମର ଥ୍ରୀ ଡଟ୍ ଉପରେ ଦେଖା ହେଉଥିବ, ଏଇ ଥ୍ରୀ ଡଟ୍ ଉପରେ କ୍ଲିକ୍ କରିବେ। କଲା ପରେ ଏଇଠି ଯେଉଁ ଇମାଜିନ୍ ଲେଖା ହେଇଛି ତା ଉପରେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଏଇଠି ମାନେ ଟାଇପ୍ ଅପସନ୍ ତଳେ ଅଛି, ଏରୋ ଯେଉଁ ଲେଖା ହେଇଛି, ଏରୋ ଯେଉଁ ଅଛି ଅପସନ୍, ତା ଉପରେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଆମେ ତ ChatGPTରେ ଯେଉଁ ଆମେ ଟେକ୍ସଟ ଲେଖିଥିଲେ, ତ ସେଇଟା ଏଇଠି ଲେଖିଦେବେ, ପେଷ୍ଟ କରିଦେବେ। ତାପରେ ଏଠି ସେଣ୍ଡ କରିଦେବେ। ତ ଆପଣଙ୍କର ମାନେ ଯେଉଁ ଟାଇପ୍ର ଷ୍ଟୋରି ଆପଣ ବି ଲେଖିଥିବେ, ତ ସେଇ ଟାଇପ୍ର ଏଇଠି ମାନେ ଜେନେରେଟ୍ ଆପେ ଆପେ ହେଇଯିବ। ତ ଏଇଠି ମୁଁ କିଛି ମାନେ ବାର୍ଡ଼ର ମାନେ କିଛି ମାନେ ଟେକ୍ସଟ ଲେଖିଥିଲି, ତ ସେଇ ଟାଇପ୍ର ଆସିଯିବ ଭାରି। ତ ଦେଖିପାରୁଥିଲେ ସେଇ ଟାଇପ୍ର ଆସିଯିବ ଭାରି। ତାକୁ ପୁଣି ମୁଁ ପ୍ଲେ କରିବି। ତ ପ୍ଲେ କରିବା ପାଇଁ ଏଇଠି ଦେଖିପାରୁଥିବେ ମାନେ ଅପସନ୍ ଅଛି, ପ୍ଲେ ଅପସନ୍, ତାକୁ କ୍ଲିକ୍ କରିବି। ତ ସିଏ କିଛି ମାନେ ପ୍ରୋସେସିଂ ନେବ। ପ୍ରୋସେସିଂ ହେଇସାରିଲା ପରେ ସେ ଚାଲୁ ହେବ। ତ ଏଇଟାରେ ଆପଣ ମାନେ ଆରାମସେ ବନେଇ ପାରିବେ। ସେମିତି କିଛି ମାନେ ଆପଣଙ୍କୁ ଝେଞ୍ଝଟ ବି କିଛି କରିବାକୁ ପଡ଼ିବନି। ଖାଲି କ'ଣ କରୁଛନ୍ତି, ଖାଲି ପେଷ୍ଟ କରୁଛନ୍ତି, ସେ ଆପେ ଆପେ ଶୋ ହେଇଯାଉଛି। ତ ଏଇଠି ଦେଖିପାରୁଥିଲେ ସାଙ୍ଗମାନେ ମୋର ଏଇଟା ମାନେ ପ୍ରୋସେସିଂ ବି ମାନେ ସରିଯାଇଛି। ତ ଏଇଠି ଦେଖିପାରୁଥିବେ ଆପଣ ମାନେ ପ୍ଲେ କରିବା ଏବେ। ତ ଏଇଠି ଦେଖିବେ ଆପଣଙ୍କୁ ଯେଉଁ ଟାଇପ୍ର ମାନେ ସେଇଠି ମାନେ ଲେଖିବେ, ଆପଣ ସେଇ ଟାଇପ୍ର ମାନେ ଏଇଠି ମାନେ ଦେଖିବାକୁ ମିଳିବ। ତ ଭାବିନୁ ଆଉ ଗୋଟେ ମାନେ ଏଇଠି ଲେଖିବି। ଭାବିନୁ ମୁଁ ଏଇଠି ମାନେ ଦେଖିପାରୁଥିବେ ଆଉ ଗୋଟେ ମୁଁ ଏଠି ଲେଖିବି। ଆ ବଦଳରେ ଆଉ ଗୋଟେ ମୁଁ ଲେଖିବି ଏଠି ChatGPTରେ। ଏଇଠି ମୁଁ ଆଉ ଗୋଟେ ଲେଖିବି, ମାନେ ବିଲେଇର କିଛି ମାନେ ଲେଖିବି। ତ ବିଲେଇର ମାନେ ଲେଖିବା ପୂର୍ବରୁ ଗୋଟେ ମାନେ ଏଇଠି ମୁଁ ଲେଖିବି ବିଲେଇର। ମାନେ ଏଠି ମାନେ ହିନ୍ଦୀରେ ଟିକେ ମାନେ ସ୍କ୍ରିପ୍ଟ କରି ମାନେ ଟାଇଟଲ୍ ଲେଖିବାକୁ ପଡ଼ିବ। ଓଡ଼ିଆରେ ଲେଖିଲେ ତ ଆସିବନି। ତ ବିଲି ଇମେଜ
ମାନେ ବିଲେଇ କି ମାନେ ଦୌଡ଼ି ମାନେ ଆପଣ କୋଉ ଟାଇପର ଦରକାର ବିଲେଇର ମାନେ ଷ୍ଟୋରି କୋଉ ଟାଇପର ମାନେ ଦୌଡ଼ିବା ଦରକାର କି ଖାଇବାର ଦରକାର କି ସେ ଗୋଟେ ବସିଥିବାର ଦରକାର ତ ଏଇଠି ସେଇ ଟାଇପର ମାନେ ଟାଇଟେଲ କରିକି ଲେଖିବାର ଅଛି ତ ମୁଁ ଏଠି ସେଇ ଟାଇପର ଲେଖି ଦଉଛି। ମୁଁ ଲେଖିଦେବି କି ବିଲେଇ ମାନେ ମଟନ ଖାଉଛି ସେଇ ଟାଇପର କିଛି ମାନେ ଲେଖିଦେବି। ତ ଲେଖି ସାରିଲା ପରେ ତାର ମାନେ ସେ ମାନେ ଟେକ୍ସଟ ଆସିବ ଭାରି ତ ଏଇଠି ଯୋଉ ଆସିବ ଏଇଠି ମାନେ କପି କରିଦେବେ ସିଲେକ୍ଟ ମାନେ ଟେକ୍ସଟ କରିକି ଏଇଠି କପି କରିଦେବେ। ତାପରେ କପି କରିସାରିଲା ପରେ ପୁଣି ସେଇଠି ଯିବେ ଯୋଉଠି ମାନେ ଆପଣ ମାନେ ଯୋଉଟା ମୁଁ ବତେଇଥିଲି ତ ସେଇଠି ଯିବେ। ତାପରେ ଏଇଠି ଯୋଉ ଟ୍ୟାବ୍ ଅଛି ସେ ଟ୍ୟାବ୍ ଉପରେ ପେଷ୍ଟ କରିଦେବେ। ତ ସାଙ୍ଗମାନେ ଏଠି ମାନେ ଯୋଉ ଟାଇପର ଆପଣ ଚାହିଁବେ ସେଇ ଟାଇପର ମାନେ ଦେଖିପାରୁଥିବେ ଯୋଉ ଟାଇପର ଆପଣ ମାନେ ଚାହିଁବେ ସେଇ ଟାଇପର ଏଠି ମାନେ ଜେନେରେଟ କରିପାରିବେ ଆପଣଙ୍କୁ କିଛି ବି କରିବାର ନାହିଁ ଖାଲି ପେଷ୍ଟ କରନ୍ତୁ ଆଉ ଭିଡ଼ିଓ ଆସିଯିବ ଆପଣ ଯୋଉ ଟାଇପର ଦେଖିବା ତ ମୁଁ ମାନେ ବିଲେଇ ମାନେ ମଟନ ଖାଉଥିବାର ଗୋଟେ ମାନେ ଟେକ୍ସ ମାନେ ସେଇଠି ଦେଇଥିଲି ତ ଦେଖିପାରୁଥିବେ ଏଇଠି ଆସିଯିବ ଭାରି ତ ଟିକେ ମାନେ ପ୍ରୋସେସିଂ ନେବ ତ ଦେଖିପାରୁଥିବେ ମୋର ଅଲରେଡି ମାନେ ପ୍ରୋସେସିଂ ବି ସରିଯାଇଛି ତ ଏଇଠି ଦେଖିପାରୁଥିବେ ସବୁ ସରିଯାଇଛି ତ ଏବେ ପ୍ଲେ କର ଆପଣ ଯୋଉ ଟାଇପର ଚାହିଁବେ ସେଇ ଟାଇପର ଏଠି ମାନେ ଟେକ୍ସ ମାନେ ଆପ୍ଲାଏ କରିପାରିବେ ତ ଦେଖିପାରୁଥିବେ ଆକୁ ଡାଉନଲୋଡ କରିବେ କେମିତି ଡାଉନଲୋଡ ହେଇଛି ଏଠି ମାନେ ଅପସନ ଅଛି ତ ଡାଉନଲୋଡ ଆକୁ ଏଇଠି କରିଦେବେ ଆପଣ ମାନେ ଡାଉନଲୋଡ କରିପାରିବେ ବନେଇକି ତ ଆକୁ ମାନେ ଏଡିଟ କେମିତି କରିବେ ତ ଆକୁ ସେମାନେ ମାନେ ଆକୁ ମାନେ ଭିଏନ୍ ଆପ୍ ଡାଉନଲୋଡ କରିଦେବେ ଭିଏନ୍ ଆପ୍ ଡାଉନଲୋଡ କରିସାରିଲା ପରେ ତାକୁ ସେଇଠି ନେଇଯିବେ ତାପରେ କିଛି ମାନେ ଆମର ଭିଲେଜ ମାନେ ଯୋଉ ଟାଇପର ଆପଣଙ୍କର ଷ୍ଟୋରି ଅନୁସାରେ ସେଇ ଟାଇପର ମ୍ୟୁଜିକ ଦେଇକି ମାନେ ଇନପୋର୍ଟ କରିଦେବେ